ଦଳ ଦଳ ତାଙ୍କ ପାଇଁ ଯାହା କରିଛି ସିଏ ଯଦି ସେଟାକୁ ଭୁଲି ଯାଉଛନ୍ତି ଏମାନଙ୍କୁ ରାଜନୀତି କରିବା ଦରକାର ନାହିଁ। ଏମିତି ତ ରିଜେକ୍ଟ ହେଇଛନ୍ତି, ଜୀବନରେ ବି ସେ ରାଜନୀତିରେ ପଶିପାରିବନି। ଆଉ ଦେଖନ୍ତୁ ତାକୁ ଗୋଟେ ରାଜନୀତିକ ସମାଜଖଣ୍ଡରେ ମୁଁ ନେଉନି ସମିତ ରାଉତରାୟଙ୍କୁ। ସେ ଗୋଟେ ରାଜନୈତିକ ସମାଜଖଣ୍ଡରେ ଆସୁନାହାନ୍ତି ଏବଂ ସିଏ ଯଦି ଗୋଟେ କନଷ୍ଟିଟ୍ୟୁନ୍ସିରେ ତାଙ୍କ ମାନେ ବୁଝିପାରୁନାହାନ୍ତି କି ସିଏ ତାଙ୍କ ସ୍ତ୍ରୀ ତାଙ୍କ ପୁରା ପରିବାରକୁ ରିଜେକ୍ଟ କରିଦେଲେ, ଯେଉଁଟାକି ଗୋଟେ ବିଜୁ ଜନତା ଦଳ ଦୁର୍ଗ ଥିଲା ତାଙ୍କ ବାପାଙ୍କ ବେଳୁ, କାହିଁକି ସେଇ କନଷ୍ଟିଟ୍ୟୁନ୍ସି ମୁଁ ଅନେକ ଜଡ଼ିତ। ଆଉ ତେଣୁ ସିଏ କହିବାଟା ଉଚିତ ନାହିଁ ଏବଂ ତାଙ୍କୁ ରିଜେକ୍ଟ କରିବା କାରଣ କ'ଣ ଭାବୁଛନ୍ତି ସେଠି? ତାଙ୍କ ଅହଙ୍କାର, ତାଙ୍କର ଲୋକଙ୍କ ପାଖରେ ନ ପହଞ୍ଚିବା। ଯେଉଁ ଜାଗାରେ ପ୍ରଭାତ ବିଶ୍ୱାଳ ପୁଅକୁ ଜିତେଇଲେ କାହିଁ ପ୍ରଭାତ ବିଶ୍ୱାଳ ଲୋକଙ୍କ ସାଙ୍ଗରେ ଥିଲା, ମନା କରୁନି। ଏ ବାବୁ ତ ସେତିକି କରିପାରୁନା, ସିଏ କ'ଣ କହିବେ? ସେ କହୁଛନ୍ତି ଦଳରେ ଏ କଥା ହାଇକମାଣ୍ଡକୁ ଜଣାଇବାକୁ ପଡ଼ିବ, ହାଇକମାଣ୍ଡ ଠିକ୍ ନିଷ୍ପତ୍ତି। ଦେଖନ୍ତୁ ଦଳ ତାଙ୍କ ପାଇଁ ଯାହା କରିଛି ସିଏ ଯଦି ସେଟାକୁ ଭୁଲି ଯାଉଛନ୍ତି ଏମାନଙ୍କୁ ରାଜନୀତି କରିବା ଦରକାର ନାହିଁ। ଏମିତି ତ ରିଜେକ୍ଟ ହେଇଛନ୍ତି, ଜୀବନରେ ବି ସେ ରାଜନୀତିରେ ପଶିପାରିବନି। ଆଉ